ଗୋଟିଏ ଗଛରେ 12ଟି ଡାଳ, ପ୍ରତି ଡାଳରେ 30ଟି ପତ୍ର, ପତ୍ର ସବୁ ଅଧା ଧଳା ଅଧା କଳା, କହିପାରିବ ସେ କଣ? ଗୋଟିଏ ଗଛରେ 12ଟି ଡାଳ, 12ଟି ଡାଳ, ମୁଁ ତ କିଛି ଗଛ ପ୍ରତି ଡାଳରେ 30ଟି ପତ୍ର, 30ଟି ପତ୍ର, ପତ୍ର ସବୁ ଅଧା ଧଳା ଅଧା କଳା। ବଢିଆ ପ୍ରଶ୍ନଟା। ବଢିଆ ପ୍ରଶ୍ନଟା ଯେ ଉତ୍ତରଟା ମୁଁ ସିନା ଜାଣିଥିଲେ ତମ ପାଇଁ ଭଲ ଲାଗିଲା। ମତେ ତ କୋଶ୍ଚିନ୍ ଲେଖିଛ ତମେ ଉତ୍ତର ଜାଣିଥିବ। ଯିଏ ଉତ୍ତର ଦଉଛି ତା ମୁଣ୍ଡ ଗୋଲ ନା ତମର କଣ ହେଇଯାଉଛି? ମୁଣ୍ଡ ଟିକେ ଖଟେଇଲେ ଜାଣିପାରିବ। ପୁଣି 12ଟା ଡାଳ, ଗୋଟେ ଡାଳରେ ପୁଣି 30ଟା ପତ୍ର, ଆଉ ପତ୍ର ସବୁ ଅଧା ଧଳା ଅଧା କଳା। କଣ ସେମିତି ଗଛ ଅଛି 12ଟି ଡାଳ? ଏବେ ତ କୋଉ ଗଛ ନାହିଁ ଯେ ସେଥିରେ ଗଣି ଗଣି 12ଟି ଡାଳ ଥିବ। ସେ ଗଛରେ 12ଟି ଡାଳ, 12ଟି ଡାଳ, କାହିଁ କହିଲା 12ଟି ଡାଳ, ପୁଣି ଗୋଟେ ଡାଳରେ 30ଟି ପତ୍ର, ଅଧା ଧଳା ଅଧା କଳା। କହିପାରିବନି? ଟିକେ କଣ ହେଇଛି? ଏଥିରେ ହିଣ୍ଟସ୍ ନାହିଁ, ଆନ୍ସର ଯଦି କହିବି ପୁରା କହିଦେବି। କହିପାରିବିନି। ହିଣ୍ଟସ୍ ଦେବି। ଅଧା କଳା ଅଧା ଧଳା ମାନେ ଦିନ ରାତି। ବର୍ଷକ 12 ମାସ। ମାସକର ଯୋଉ ଗୋଟେ ଡାଳରେ 30ଟି ଦିନ ନା କଣ? 30ଟି ପତ୍ର ମାନେ 30 ଦିନ। ହଁ 30 ଦିନ। ପତ୍ର ସବୁ ଅଧା କଳା ଅଧା ଧଳା। ଆଚ୍ଛା, ଗୋଟେ ମାସରେ 30ଟା ଦିନ, ଗୋଟେ ମାସରେ କଣ 28 ଦିନ ପଡେନି? ପତ୍ର ଝଡି ଯାଇଥିବ ଗୋଟେ। ଗୋଟେ ମାସରେ କଣ 29 ପଡେନି? କଅଁଳି ଯାଇଛି ଟିକେ ନାକୁ। 31 ହେଲେ ପତ୍ର ଗୋଟେ କଅଁଳି ଯାଇଥିବ, ଆଉ 29 ପଡିଲେ ଗୋଟେ ଝଡି ଯାଇଥିବ।